Hello everyone and many thanks. Congratulations to all of you. ଯାହାକି ଆଜିର ସୋସିଓଲୋଜି ଅନଲାଇନ୍ କ୍ଲାସ୍ରେ ଆଜିର ଆଲୋଚ୍ୟ ବିଷୟ ହେଉଛି ପ୍ରଜାତୀୟ ସଂରଚନା, ଯାହାକି ଏହାର ଅର୍ଥ ବୁଝିବା। ପ୍ରଜାତୀୟ ସଂରଚନା କହିଲେ ଆମ ଭାରତବର୍ଷରେ ଥିବା ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ଭାରତରେ ବସବାସ କରୁଥିବା ବିଭିନ୍ନ ପ୍ରକାର ପ୍ରଜାତିମାନଙ୍କର ସଂକ୍ଷେପରେ ପର୍ଯ୍ୟାଲୋଚନା କରିବା, ସେମାନଙ୍କର କାର୍ଯ୍ୟ, ଜୀବନ ଧାରଣ, ସଂସ୍କୃତି ଏବଂ ଅବସ୍ଥାକୁ ସଂକ୍ଷେପରେ ଆଜିର ଭିଡ଼ିଓରେ ଆଲୋଚନା କରିବା ହେଉଛି ଭାରତୀୟ ପ୍ରଜାତି ସଂରଚନାର ଅନ୍ତର୍ଭୁକ୍ତ। ତେଣୁ ଭାରତର ପ୍ରଜାତିମାନଙ୍କୁ ବିଭିନ୍ନ ପ୍ରକାର ପ୍ରଜାତିର ଲୋକମାନେ ବସବାସ କରନ୍ତି, ଯେପରିକି ଆର୍ଯ୍ୟ, ଦ୍ରାବିଡ଼, ମଙ୍ଗୋଲୀୟ, ତିବ୍ବତୀୟ, ଡଚ୍ ଇତ୍ୟାଦି ନିଗ୍ରିଡୋ ବିଭିନ୍ନ ପ୍ରଜାତିର ଲୋକମାନେ ବସବାସ କରିଥାନ୍ତି। ତେଣୁ ସମଗ୍ର ଏହି ଭିଡ଼ିଓରେ ଆଲୋଚନା କରିବା। ପ୍ରଜାତି କହିବା ପୂର୍ବରୁ ସମଗ୍ର ସଂଜ୍ଞା ଦେବା। ପ୍ରଜାତି କହିଲେ ସାଧାରଣତଃ ଏକ ବ୍ୟକ୍ତି ବା ସମୂହ ଯେଉଁମାନଙ୍କର ଏକ ନିର୍ଦ୍ଦିଷ୍ଟ ପ୍ରକାର ବଂଶାନୁକ୍ରମିକ ଗୁଣ, କାର୍ଯ୍ୟ, ଅବସ୍ଥା ଏବଂ ନିର୍ଦ୍ଦିଷ୍ଟ ପ୍ରକାର ଶାରୀରିକ ଗଠନକୁ ନେଇ ଯେତେବେଳେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବସବାସ କରନ୍ତି, ତାକୁ ପ୍ରଜାତି କୁହାଯାଏ। ନେକ୍ସଟ, ସମାଜ ବିଜ୍ଞାନୀ ଡବ୍ଲ୍ୟୁ ଗ୍ରୀନ୍ସଙ୍କ ମତରେ ପ୍ରଜାତି ହେଉଛି ଏକ ସମୂହ ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ବଂଶାନୁକ୍ରମିକ ଗୁଣ, କାର୍ଯ୍ୟ, ଅବସ୍ଥା ଏବଂ ଶାରୀରିକ ଗଠନକୁ ନେଇ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବସବାସ କରୁଥିବା ସମୂହକୁ ପ୍ରଜାତି କୁହାଯାଇପାରେ। ତେବେ ନେକ୍ସଟ, ବିଭିନ୍ନ ସମାଜ ବିଜ୍ଞାନୀମାନେ ସମାଜ ପ୍ରଜାତିର ବିଭିନ୍ନ ପ୍ରକାର ଭେଦ ସମ୍ବନ୍ଧରେ ଆଲୋଚନା କରିଛନ୍ତି। ପ୍ରଥମରେ ହେଉଛନ୍ତି ହର୍ବର୍ଟ ରିଜଲେ ପ୍ରଜାତିକୁ ମୁଖ୍ୟତଃ 7ଟି ଭାଗରେ ବିଭକ୍ତ କରିଛନ୍ତି। ସେଗୁଡ଼ିକ ହେଲା, 1ରେ ହେଲା ତୁର୍କୀ ଇରାନୀୟ, ନମ୍ବର 2 ଇଣ୍ଡୋ ଆର୍ଯ୍ୟ, ନମ୍ବର 3 ସ୍ମିତ୍ର ଦ୍ରାବିଡ଼, ନମ୍ବର 4 ଆର୍ଯ୍ୟ ଦ୍ରାବିଡ଼, ନମ୍ବର 5 ମଙ୍ଗୋଲୀୟ ଦ୍ରାବିଡ଼, ନମ୍ବର 6 ମଙ୍ଗୋଲୀୟ ପ୍ରଜାତି, ନମ୍ବର 7 ଦ୍ରାବିଡ଼ ପ୍ରଜାତି। ତାପରେ ପରବର୍ତ୍ତୀ ସମାଜ ବିଜ୍ଞାନୀ ହର୍ବର୍ଟ ରିଜଲେଙ୍କ ପ୍ରଜାତୀୟ ସଂରଚନାକୁ ସମାଲୋଚନା କରି ସେ ତାଙ୍କର ନୂତନ ମତ ପ୍ରଦାନ କରିଥିଲେ। ସେ ହେଉଛନ୍ତି B.S. ଗୋଆ। B.S. ଗୋଆଙ୍କ ମତରେ ପ୍ରଜାତିକୁ ସେ ମୁଖ୍ୟତଃ 6ଟି ଭାଗରେ ବିଭକ୍ତ କରିଥିଲେ। ସେଗୁଡ଼ିକ ହେଲା, 1ରେ ହେଉଛି କ'ଣ ନା ନିଗ୍ରିଡୋ, ନମ୍ବର 2 ହେଉଛି ପ୍ରୋଟୋ ଅଷ୍ଟ୍ରେଲୀୟ, ନମ୍ବର 3 ହେଉଛି ମଙ୍ଗୋଲୀୟ, ନମ୍ବର 4 ହେଉଛି ମେଡିଟେରାନୀୟ, ନମ୍ବର 5 ହେଉଛି ପାଶ୍ଚାତ୍ୟ ଫାଲିସୀୟ, ନମ୍ବର 6 ହେଉଛି ନର୍ଦିକ ପ୍ରଜାତି। ଏହି 6ଟି ଭାଗରେ ଆମର B.S. ଗୋଆ ପ୍ରଜାତିକୁ ଶ୍ରେଣୀଭୁକ୍ତ କରିଛନ୍ତି। ତେଣୁ ପୁଣି ଦେଖା ହେବ ଆସନ୍ତା ଭିଡ଼ିଓରେ, ଯାହାକି ଏହି ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ କରିବେ ଏବଂ ନୀଳ କଲର ଥିବା ଥମ୍ବନେଲ୍ ସେକେଣ୍ଡ ଇୟର କୋର୍ସ ପାଇଁ ଉପଲବ୍ଧ ହୋଇଥିବା ବେଳେ ଲାଲ କଲର ଥମ୍ବନେଲ୍ ଫାର୍ଷ୍ଟ ଇୟର ସୋସିଓଲୋଜି ପାଇଁ ଉପଲବ୍ଧ। ଏହାକୁ ଅଧ୍ୟୟନ କରି ନିଜର ପରୀକ୍ଷା ପାଇଁ ସର୍ଟ ନୋଟ୍ ତିଆରି କରିବେ ଏବଂ ଏକ୍ଜାମ ପାଇଁ ନିଜକୁ ପ୍ରସ୍ତୁତ ରଖିବେ। ପୁଣି ଦେଖା ହେବ ଆସନ୍ତା ଭିଡ଼ିଓରେ। ଥ୍ୟାଙ୍କ ୟୁ।